ଆଉ ଗୋଟେ କଥା ଏଠି ଦେଖାଯାଏ ଯେ ବହୁତ ଲୋକ ଚାକିରି କରୁଛନ୍ତି, ଅନେକ ସମୟରେ ଚାକିରି ପଳେଇ ଯାଏ। ଯେଉଁମାନେ ପ୍ରାଇଭେଟରେ ଅଛନ୍ତି ଚାକିରି ତାଙ୍କର ସ୍ଥିର ନୁହେଁ, କମ୍ପାନୀର ନୀତି ବଦଳିଗଲା, ଜଣଙ୍କର ଚାକିରି ପଳେଇବ। ମଲ୍ଟିପୁଲ ଇନକମ୍ର ସୋର୍ସ କଥା କୁହାଯାଏ ଯେ ମନେ କରନ୍ତୁ ଆପଣ କେବଳ ଚାକିରି ପଇସାରେ ନିର୍ଭର କରିକି ବଞ୍ଚିଛନ୍ତି, ମାସ ଶେଷରେ ଏତିକି ପଇସା ପାଇବେ। ସେ ମଲ୍ଟିପୁଲ ଇନକମ୍ ବା ବହୁ ବାଟରେ କେମିତି ଇନକମ୍ ହେଇପାରିବ? ଆପଣ ପୁରାପୁରି ମାସ ଶେଷ ବେଳକୁ 1 ତାରିଖ ବେଳକୁ ମୋର ଦରମା ମିଳିଯାଉଛି, ବର୍ଷେ ମିଳିଲା, 2 ବର୍ଷ ମିଳିଲା, 3 ବର୍ଷ ମିଳିଲା, 4 ବର୍ଷ ବେଳକୁ ପ୍ରୋବ୍ଲେମ ହେଲା, ଆଉ ମାସ ଶେଷରେ ଦରମା ହେଲା, କମ୍ପାନୀ କ୍ଷତିରେ ପଡ଼ିଗଲା, ନୂଆ ଚାକିରି ମିଳିଲାନି। ତ ଏ ମଲ୍ଟିପୁଲ ସୋର୍ସ ଅଫ୍ ଇନକମ୍ ଜଣେ କେମିତି କରିପାରିବ? ମନୋରଞ୍ଜନ ବାବୁ, ଆପଣ ନିଜର ଇନକମ୍ ଯଦି ଚାକିରି କରିଛନ୍ତି ଏବଂ ଗୋଟେ ଭଲ ଚାକିରି କରିଛନ୍ତି, ତାହେଲେ ହୁଏତ ଆପଣଙ୍କ ପାଖରେ ସମୟ ନଥିବ ଗୋଟେ ଅଲ୍ଟରନେଟ୍ ସୋର୍ସ ଅଫ୍ ଇନକମ୍ କରିବା ପାଇଁ। ଆପଣ ଯଦି ଏଭଳିଆ ଏକ ଚାକିରି କରିଛନ୍ତି ଯୋଉଥିରେ ଆପଣଙ୍କ ସମୟ ବଳୁଛି, ହୁଏତ ଆପଣ କିଛି ଅଧିକା ବିଜନେସ୍ କରିପାରନ୍ତି ବା ଅଧିକା ରୋଜଗାର କରିପାରନ୍ତି। ମୁଁ ଯଦି ସ୍କୁଲରେ ଟିଚର ଅଛି, ଅଫ୍ ଟାଇମ୍ରେ ଟ୍ୟୁସନ୍ କରିପାରେ। ମୁଁ ଯଦି କଲେଜରେ ଲେକ୍ଚର ଅଛି, ଟ୍ୟୁଟୋରିଆଲରେ କ୍ଲାସ୍ ନେଇପାରେ। ଅଧିକ ପରିଶ୍ରମ କରିବାକୁ। ଆଉ ଗୋଟେ କଥା କୁହାହଉଛି ଶୀତ ସାହୁ ଯେ ଆସେଟ୍ରେ ଇନଭେଷ୍ଟମେଣ୍ଟ। ମନେ କରନ୍ତୁ ଆପଣ ଗୋଟେ କର୍ପୋରେଟ୍ ଚାକିରି କରିଛନ୍ତି, ମାସକୁ 1,00,000 ଟଙ୍କା ଦରମା ପାଉଛନ୍ତି। ଏ 1,00,000 ଟଙ୍କାରେ ଆପଣ 30,000 ଟଙ୍କା ମାସରେ ଚଳାଉଛନ୍ତି, ଆଉ 70,000 ଟଙ୍କା ଆପଣଙ୍କର ସରପ୍ଲସ୍ ଅଛି। ଏ 70,000 ଟଙ୍କାକୁ ଆପଣ ଆସେଟ୍ରେ ପରିବର୍ତ୍ତିତ କରିବେ, ଯେଉଁ ଆସେଟ୍ ଟଙ୍କା ଆପଣଙ୍କ ପାଇଁ କାମ କରିବ 2 ବର୍ଷ ପରେ, 3 ବର୍ଷ ପରେ। ତ এই ଆସେଟ୍ ବିଲ୍ଡିଂଟା କେତେ ସହଜରେ ହେଇପାରିବ ଯେ ଆପଣ ଟଙ୍କାକୁ ବ୍ୟାଙ୍କରେ ରଖିଦେଲେ କିଛି ଇଣ୍ଟରେଷ୍ଟ ପାଇଲେ, ମ୍ୟୁଚୁଆଲ ଫଣ୍ଡରେ ରଖିଦେଲେ କିଛି ଇଣ୍ଟରେଷ୍ଟ ପାଇଲେ, ସେୟାରରେ ଲଗେଇଲେ କିଛି ପାଇଲେ। ତ ଏମିତି କି ପ୍ରକାରର ଆସେଟ୍ ଜଣେ ତିଆରି କରିପାରିବ ଯାହାଫଳରେ ଦରମା ବ୍ୟତୀତ ଗୋଟେ ମଲ୍ଟିପୁଲ ସୋର୍ସ ଅଫ୍ ଇନକମ୍, ବହୁ ବାଟରେ ଟଙ୍କା ରୋଜଗାର ହେଇ ମାସ ଶେଷରେ ଆସିପାରିବ। ଆପଣ ଯୋଉଟା କହୁଛନ୍ତି ସେଟା ଇନ୍ ସିମ୍ପଲ ୱାର୍ଡସ୍ ସେଭିଂ ଆଣ୍ଡ ଇନଭେଷ୍ଟମେଣ୍ଟ। ହଁ, ମୁଁ ଭାବେ ଯେ ପ୍ରତ୍ୟେକ ଲୋକ ତା ରୋଜଗାରରୁ କିଛି ଅଂଶ ସେଭିଂ କରିବା ଦରକାର। କେତେ ଟଙ୍କା କରିବା ଉଚିତ? 1,00,000 ଟଙ୍କା ମନେକର ଜଣେ ଦରମା ପାଉଛି, ସେ କେତେ ପଇସା ଖର୍ଚ୍ଚ କରିବା ଉଚିତ, କେତେ ପଇସା ସେଭିଂ କରିବା ଉଚିତ? ଦେଖନ୍ତୁ, କେତେ ରୋଜଗାର କରୁଛି ଏବଂ କେତେ ସେଭିଂ କରିବ depends on his attitude ଆଇଡିଆଲି ଆପଣଙ୍କ ପ୍ରେସକ୍ରିପସନ କ'ଣ and his family compulsion। ଯଦି ସେ ଗୋଟିଏ ପୁଅ, ତା ବାପା ମାଙ୍କର କିଛି ରୋଜଗାର ନାହିଁ, ସ୍ତ୍ରୀ ଚାକିରି କରୁନି, ତାର ସେଭିଂ ଅଳ୍ପ ହବ। ଯାହାର ବାପା ମା ମଧ୍ୟ ଚାକିରି କରିଛନ୍ତି, ବାପା ମା ତାକୁ ସପୋର୍ଟ ଦଉଛନ୍ତି ଇନଡାଇରେକ୍ଟଲି, ସ୍ତ୍ରୀ ମଧ୍ୟ ଚାକିରି କରିଛି, ତେଣୁ ତାର ମଧ୍ୟ ଇନକମ୍ ବା ସରପ୍ଲସ୍ ଅଲଗା ହବ। କିନ୍ତୁ ମୁଁ ଭାବେ ଯେ ଗୋଟେ ଲୋକ 25 ରୁ 30% ନିଶ୍ଚୟ ସେଭିଂ କରିବା ଦରକାର। 25 ରୁ 30% ସେଭିଂ କରିବା ଦରକାର। ଏବଂ ସେଇ କ୍ଷେତ୍ରରେ ସେଭିଂ କରିବ ସେ? ଦେଖନ୍ତୁ, ଆଜିକା ଦିନରେ ଦେଖାଯାଉଛି ଯେ SIP ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନରେ ଯଦି ସେ ତାକୁ ରଖିଲା, ସେଟା ଧୀରେ ଧୀରେ ରିସ୍କ କମ୍, ଇନଭେଷ୍ଟମେଣ୍ଟ ବେଶୀ ସେଥିରେ ଆସିଲା। ସୁନାରେ କରିବ କି ନାହିଁ? ଗତ 40-50 ବର୍ଷ ହେଲା ଦେଖା ଦେଇଛି ଯେ ସୁନା ମାର୍କେଟ ଭ୍ୟାଲ୍ୟୁ ବଢି ବଢି ଚାଲିଛି। ଆପଣ ରାଜି ହୁଅନ୍ତୁ ବା ନ ହୁଅନ୍ତୁ, ସୁନାର ଇନଭେଷ୍ଟମେଣ୍ଟ ଏବଂ ରିଟର୍ନ ଭଲ, କିନ୍ତୁ ନଟ୍ ଇନ୍ ଅର୍ନାମେଣ୍ଟ ବଟ୍ ଇନ୍ ବୁଲିୟନ ଆଣ୍ଡ ଗୋଲ୍ଡ। ବୁଲିୟନରେ ଡିଜିଟାଲ ପିଓର। ଏବଂ ବର୍ତ୍ତମାନ ଯୋଉଟା ଆସୁଛି ଯେ ୟୁ ଆର୍ ଇନଭେଷ୍ଟିଂ ଇନ୍ ଡିଜିଟାଲ ବଣ୍ଡ ବା ବଣ୍ଡ, ଗୋଲ୍ଡ ବଣ୍ଡ। ସେଥିରେ ଆପଣ ରିସ୍କ ନାହିଁ, ଆପଣଙ୍କର କିଏ ଚୋରି କରିକି ନେଇଯିବ, ପ୍ୟୁରିଟି ପ୍ରୋବ୍ଲେମ ଅଛି, ଏଗୁଡିକ ନାହିଁ। ଏଟା ଲିଙ୍କ ଟୁ ଦି ମାର୍କେଟ ପ୍ରାଇସ୍। ଯଦିଓ ସେଟା ଏତେ ବେଶୀ ସଫଳ ହେଇନି, କିନ୍ତୁ ଲୋକମାନେ ୟେଲୋ ମେଟାଲ ପ୍ରତି ତାଙ୍କର ଗୋଟେ ୱିକନେସ୍ ଥାଏ ଏବଂ ସେଇ ୟେଲୋ ମେଟାଲକୁ ସେମାନେ ରଖି ଗୋଟେ ଇମୋସନାଲ ସେଣ୍ଟିମେଣ୍ଟାଲ ଭାବରେ ରଖନ୍ତି ଏବଂ ମୋଷ୍ଟଲି ଅର୍ନାମେଣ୍ଟ ହିସାବରେ ରଖନ୍ତି। କିନ୍ତୁ ମୁଁ ବି ଯିଏ ମତେ ପଚାରେ ଗୋଲ୍ଡ, ମୁଁ କହେ ୟେସ୍, ଗୋଲ୍ଡରେ ଇନଭେଷ୍ଟ କରନ୍ତୁ, ବୁଲିୟନରେ, ବଟ୍ ବୁଲିୟନ, କଏନ୍ ଏଥିରେ ଇନଭେଷ୍ଟ କରନ୍ତୁ। ଅଳଙ୍କାର କିଣନ୍ତୁ।